ନମସ୍କାର। ଈଶ୍ୱରଙ୍କର ଅସ୍ତିତ୍ୱକୁ ନେଇକି ଅନେକ ଆଲୋଚନା ବା ତର୍କ ଚାଲିଛି। ଅନେକ କହୁଛନ୍ତି ଯେ ଈଶ୍ୱରଙ୍କୁ ସାଇନ୍ସ ବା ବିଜ୍ଞାନ ଦ୍ୱାରା ପ୍ରମାଣିତ କରାଯାଇପାରିବ ନାହିଁ, କାରଣ ଈଶ୍ୱର ହେଉଛନ୍ତି ମେଟାଫିଜିକାଲ ରିଆଲିଟି। ଯଦି ଏହା ସତ, ତାହେଲେ ଅନେକ ଧର୍ମରେ ଆମେ ଅନେକ ବିଶ୍ୱାସରେ ଆମେ ଦେଖୁଛେ ଯେ ଲୋକମାନେ କହୁଛନ୍ତି କ'ଣ ନା ଈଶ୍ୱରଙ୍କ ଦ୍ୱାରା ଏଇ ଗ୍ରନ୍ଥ ବା ଏଇ ପୁରାଣ ବା ଏଇ ପୁସ୍ତକଟି ରଚନା କରାହେଇଛି, ଈଶ୍ୱର ହିଁ ସ୍ୱୟଂ ରଚନା କରିଛନ୍ତି। ଏବଂ ଯଦି ସେୟା ସତ, ଆମେ ଯେଉଁ ପ୍ରାର୍ଥନା କରୁଛେ, ଭଗବାନ ଡାକୁଛେ, ସେ ପ୍ରାର୍ଥନା ସେମାନେ କେମିତି ତାହେଲେ ଭଗବାନ ଶୁଣୁଛନ୍ତି? ଯଦି ସେ ମେଟାଫିଜିକାଲ ରିଆଲିଟି ମାନେ ଯାହାକୁ ଆମେ ଦେଖିପାରିବା ନାହିଁ, ଯାହାକୁ ପ୍ରମାଣ କରିପାରିବା ନାହିଁ ବା ଯାହାକୁ ଛୁଇଁ ପାରିବା ନାହିଁ ଫିଜିକାଲି, ସେଟା ହେଉଛି ମେଟାଫିଜିକାଲ ରିଆଲିଟି। ମେଟାଫିଜିକାଲ ରିଆଲିଟିକୁ ନେଇକି ଯେଉଁମାନେ କହୁଛନ୍ତି ଯେ ମେଟାଫିଜିକାଲ ରିଆଲିଟି ଭଗବାନ ହେଉଛନ୍ତି ବା ଈଶ୍ୱର ହେଉଛନ୍ତି ମେଟାଫିଜିକାଲ ରିଆଲିଟି, ସେ ମେଟାଫିଜିକାଲ ରିଆଲିଟି ତାଙ୍କୁ ବିଜ୍ଞାନ ହିଁ ଶିଖେଇଛି। ଯେଉଁମାନେ ମେଟାଫିଜିକାଲ ରିଆଲିଟି ଇଂଲିଶରେ କହୁଛନ୍ତି, ବିଭିନ୍ନ ତର୍କରେ ଆମେ ଦେଖିବାକୁ ମିଳୁଛି ଯେ ସେମାନେ ଇଂଲିଶରେ ଗୋଟେ ସେଣ୍ଟେନ୍ସ କହୁଛନ୍ତି ଭଗବାନ ହେଉଛନ୍ତି ମେଟାଫିଜିକାଲ ରିଆଲିଟି। ସେ ମେଟାଫିଜିକାଲ ରିଆଲିଟି ସେମାନେ ମଧ୍ୟ ସେଇ ବିଜ୍ଞାନ ଠାରୁ ପଢ଼ିକି ହିଁ ଶିଖିଛନ୍ତି। ତେଣୁ